ଆପଣଙ୍କୁ ଆଜି ଗୋଟେ ମୁଁ ଭେଜ୍ ସାଣ୍ଡୱିଚ୍ କରିକି ଦେଖାଉଛି। ମୁଁ ବି ଏଇଟା ନିଜେ ଫାର୍ଷ୍ଟ ଟାଇମ୍ କରୁଛି। ତ ଆଜି ତାର ଆଜି ସକାଳୁ ସେଇ ଥିଲା କ'ଣ କ୍ଲଥ୍ ଥିଲା ଆଉ ଗୋଟା ତାକୁ ଲଟି ଚକ ପାଇଁ ଦେଇଦେଲି। ତ ଏଠି ବାପାଙ୍କ ପାଇଁ ମୁଁ ରୁଟି କରିଦେଉଛି, ତାଙ୍କର ଯାହା ବି ସେଟା ରୁଟି ଦୁଇଟା ଖାଇବେ। ତ ଏଠି ଯେଉଁ ଗରମ ଆଉ କୁହନ୍ତୁନି ଆଉ ଛାଡ଼ନ୍ତୁ। ତ ଏଠି ମୁଁ ଗାଜର ଆଉ ପିଆଜ ସିଝା ଆଳୁ ଥିଲା ଆଉ ଟମାଟୋ ଆଉ ମ୍ୟାଗି ମସଲା ଆଉ କ'ଣ ଆଉ ଚିଲି ଫ୍ଲେକ୍ସ ମଗାର ଥିଲା, ଅରଗାନ ବି ଥିଲା, ହେଲେ ଅରଗାନ ପକାଇବା ମୋର ମନେ ନାହିଁ। ଛାଡ଼ନ୍ତୁ, ଯେଉଁଟା ମନେ ନାହିଁ ଆଉ କହିଲେ କିଛି ମିଳିବନି। ତ ଚିଲି ଫ୍ଲେକ୍ସ ପକାଇଦେବେ, କଞ୍ଚା ଲଙ୍କା ପକାଇଥିଲି ମୁଁ ଆଉ ଆକୁ ଟିକେ ପକାଇଦେବି ସେଜୱାନ ସସ୍। ଆକ୍ଚୁଆଲି ରାଗ ଆପଣ ଯେତିକି ଖାଉଥିବେ ସେଇ ଅନୁସାରେ ଟିକେ ପକାଇବେ। ମୋତେ ଲାଗିଲା ଯେ ମୁଁ ସେଜୱାନ ଚଟଣିଟା ଦୁଇଥର ପକାଇ ଦେଇଛି, ମାନେ ଥରେ ପକାଇଥିଲି ଆଉ ଜାଣିପାରିନି, ପୁଣି ଗୋଳେଇ ସାରିଲା ପରେ ଆଉ ଥରେ ପକାଇଛି। ଆଉ ହଁ, ଆଳୁଟାକୁ ପୁରା ଟିକ୍ ଟିକ୍ କରି କାଟିବେ, ତ ପାଟିରେ ଲାଗିଲେ ଯେମିତି ଟେଷ୍ଟ ଲାଗିବ। ତ ଟମାଟୋ ସସ୍ ସବୁଆଡ଼େ ସ୍ପ୍ରେଡ଼୍ କରିଦେବେ ଭଲସେ ଚାରିଆଡ଼େ ସବୁ ଦୁଇ ପଟ ସାଇଡ଼୍ ବ୍ରେଡ଼୍ରେ। ତ ଏଠି ଷ୍ଟଫିଂ କରିଦେବା ଭଲସେ, ଯେତିକି ଷ୍ଟଫିଂ ଧରିବ ସେ ଅନୁସାରେ ବେଶୀ ଟିକେ ଷ୍ଟଫିଂ ଦେଲେ ଟିକେ ବେଶୀ ଟେଷ୍ଟ ଲାଗେ ମୋତେ। ଆଉ ମେୟୋନିଜ୍ଟା ସରିଯାଇଛି। ଆଉ ଯଦି ଆପଣଙ୍କ ଘରେ ବ୍ରେଡ଼୍ ସ୍ପ୍ରେଡ଼୍ ଥିବ ସେ ଦେହରେ ବି କାମ ଚଳିଯିବ। ବ୍ରେଡ଼୍ ସ୍ପ୍ରେଡ଼୍ଟା ଆହୁରି ବଢ଼ିଆ ଟେଷ୍ଟ ଲାଗେ। ମୋ ପାଖରେ ସରିଯାଇଛି ତ ନଥିଲା, ଆଉ ମେୟୋନିଜ୍ଟା ବେଶୀ ଅନହେଲ୍ଦି, ଆଉ ବ୍ରେଡ଼୍ ସ୍ପ୍ରେଡ଼୍ଟା ଚଳିବ। ତ ନଥିଲା, ଛାଡ଼ନ୍ତୁ, ସେଇଟା ଆଉ କ'ଣ ଏମିତିକି ଦରକାର ନାହିଁ କହିବା। ତ ଏଇଟା ମୁଁ ଟିକେ ଭଲସେ ଷ୍ଟଫିଂ ଦେଇଦେଇକି ନା, ମାନେ ଟିକେ ଭଲକି ମାଡ଼ି ମୋଡ଼ିକି ଷ୍ଟଫିଂ ଦେଇଦେବି, ପ୍ରାୟ ମାନେ ଭରପୁର ଷ୍ଟଫିଂ। ତାପରେ ଏଇଟା ମୁଁ ଦେଇଦେଲି ଦୁଇ ସାଇଡ଼୍ରେ ବ୍ରେଡ଼୍ ଦେଇଦେଲି। ତରତରରେ କାମ କରିବାକୁ ପଡ଼ିବ, କାରଣ କ'ଣ ନା ବହୁତ ଲେଟ୍ ହେଲା, ମୋତେ ଭୋକ ବି କଲାଣି ଇଆଡ଼େ। ତ ତାୱା ବସିଲା ପରେ ଆପଣ ବଟର ତେଲ ଯାହା ବି ୟୁଜ୍ କରିବା କଥା ଦେଇଦେବେ। ତ ମୋ ପାଖରେ ବଟର ବି ଆଜି ଅଛି, କିନ୍ତୁ ମୁଁ ଆଉ ତରତରରେ ଆଣିବାକୁ ଫ୍ରିଜ୍ ପାଖକୁ ଯାଇପାରୁନି। ତ ଛାଡ଼ନ୍ତୁ, ମୁଁ ଏଠି ତେଲରେ ଭଲସେ ଏପଟ ସେପଟ କରିକିନା ଗୋଲ୍ଡେନ୍ ବ୍ରାଉନ୍ ପୁରା କରିଦେଲି। ତ ଛାଡ଼ନ୍ତୁ, ଟେଷ୍ଟିଂ ଟାଇମ୍। ତ ଟେଷ୍ଟଟା କେମିତି ଝାଳ ନାଳ କହି କଲା ପରେ ଖାଇବାଟା ଯେଉଁ ମଜା, ଆଉ ଆକ୍ଚୁଆଲି ପୁରା ଟେଷ୍ଟ ଏକଦମ ଫାର୍ଷ୍ଟ କ୍ଲାସ୍ ହେଇଥିଲା। କିନ୍ତୁ ରାଗ ଟିକେ କରିଦେଇଛି, ସେଜୱାନ ସସ୍ ଡବଲ୍ ଯେହେତୁ ପକାଇଥିଲି। ତ ତାପରେ ଆସି ସ୍ୱାମୀକି ଏଠି କୁହାହେଲା ମୋତେ ଟିକେ ଯାହା ମିଠା ଖାଇବାର ମନ ଅଛି। ମୁଁ କହିଥିଲି ଗୁଲୁଗୁଲା ଖାଇବି, କିନ୍ତୁ ତାଙ୍କୁ ପୋଟଳ ପିଠା ମିଳିଲା, ତ ତା ଦେହରେ ଖାଇକି ପାଟିଟାକୁ ମିଠା କରିଦେବା ଚାଲନ୍ତୁ।